ଯମରାଜ ଠାକୁରେ ନିଶ୍ଚିନ୍ତ ଆପଣଙ୍କୁ ପ୍ରଶ୍ନ ପଚାରିବେ ଯେ କେତେ ପୁଣ୍ୟ କରିଛନ୍ତି ଆଉ କେତେ ଧର୍ମ କରିଛନ୍ତି। ଆପଣମାନେ କ'ଣ ଉତ୍ତର ରଖିବେ? ମୋର କହିବାର ଅର୍ଥ ହେଉଛି କିଏ ହୁଏତ କହିବ ମୁଁ ଇଂରାଜୀରେ ଟପର ରଖିଛି, ଗଣିତରେ ମୁଁ 100ରୁ 100 ନମ୍ବର ରଖିଛି, ଆଉ କିଏ କହିବ ସାଇନ୍ସରେ ଓଡ଼ିଆ ଭୂଗୋଳ ବାଣିଜ୍ୟ ଅର୍ଥଶାସ୍ତ୍ରରେ ମୁଁ ଟପର ରଖିଛି, ବହୁତ ଫାର୍ଷ୍ଟ କ୍ଲାସ୍ ନମ୍ବର କରିଛି। କିନ୍ତୁ ଯମରାଜ ଠାକୁର ତାକୁ ଗୁଣଚିହ୍ନ ପକାଇଦେବେ, ଗ୍ରହଣ କରିବେ ନାହିଁ। କହିବେ ଆପଣମାନେ ମା ବାପାକୁ କେତେ ଖାଇବା ଦେଇଛନ୍ତି, ଅତିଥି ସେବା କେତେ କରିଛନ୍ତି, କେତେ ଦାନ କରିଛନ୍ତି, କେତେ ପୁଣ୍ୟ କରିଛନ୍ତି। ତେଣୁ ଆପଣମାନେ ଯେଉଁ ଇଂରାଜୀ ଏବଂ ଗଣିତ ସାଇନ୍ସ ଓଡ଼ିଆ ବାଣିଜ୍ୟ ଅର୍ଥଶାସ୍ତ୍ରରେ ଯେଉଁ ଟପର ବୋଲି କହୁଛନ୍ତି, ଏଗୁଡ଼ିକ ହେଲା କଳା ବାଣିଜ୍ୟ ବିଦ୍ୟା। କଳା ବାଣିଜ୍ୟ ବିଦ୍ୟା ପେଟ ପୋଷିବା ପାଇଁ କେବଳ। କିନ୍ତୁ ଧର୍ମ ବିଦ୍ୟା ଆପଣମାନେ ଅର୍ଜନ କରିନାହାନ୍ତି। ଧର୍ମ ବିଦ୍ୟା ହେଉଛି ସର୍ବଶ୍ରେଷ୍ଠ। କିନ୍ତୁ କୌଣସି ବ୍ୟକ୍ତି ଯଦି ପାଠ ପଢ଼ିନି, ଭଗବାନ ତାକୁ ପଚାରିବେ, କହିବେ ଚିତ୍ରଗୁପ୍ତକୁ ପଚାରିବେ, କହିବେ ଦେଖିଲୁ ସେ କ'ଣ କେତେ ଦାନ ପୁଣ୍ୟ କେତେ ତୀର୍ଥ ଭ୍ରମଣ କରିଛି। ତେଣୁ ଆପଣ ସାଇନ୍ସ ଗଣିତ ଓଡ଼ିଆ ବିଭିନ୍ନ ପ୍ରକାର ଯାବତୀୟରେ ଆପଣ ଫାର୍ଷ୍ଟ କ୍ଲାସ୍ କଲେକ୍ଟର ଚାକିରି କରିଛନ୍ତି, ବିଭିନ୍ନ ପ୍ରକାର ଯାବତୀୟରେ ଆପଣ ଫାର୍ଷ୍ଟ କ୍ଲାସ୍ ଅଛନ୍ତି। କିନ୍ତୁ ଆପଣଙ୍କ ସମ୍ମୁଖରେ ଜଣେ ନିରୀହ ଜଣେ ମୂର୍ଖ ବ୍ୟକ୍ତି ବା ପାଠଶାଠ ପଢ଼ିନି ଆପଣଙ୍କ ସମ୍ମୁଖରେ ଫୁଲମାଳ ଦେବେ, ଆପଣ ସେଠିରେ ଯୋଗ୍ୟ ନୁହଁ। କିନ୍ତୁ ହେ ଦର୍ଶକ ବନ୍ଧୁ, ହିନ୍ଦୁ ଧର୍ମ ସମାଜର ସନାତନ ପିଲାମାନେ, ତେଣୁ ଜଣେ ବ୍ୟକ୍ତିବିଶେଷକୁ ଆପଣଙ୍କ ସମ୍ମୁଖରେ ଆପଣ ପଣ୍ଡିତ ହୋଇପାରନ୍ତି, ସାଇନ୍ସ ଗଣିତ ଇଂରାଜୀ ଭୂଗୋଳ ଅର୍ଥଶାସ୍ତ୍ର ଆପଣ ପାରଙ୍ଗମ କରିଥାଇପାରନ୍ତି। କିନ୍ତୁ ଜଣେ ବ୍ୟକ୍ତିବିଶେଷ କିଛି ଜାଣିନି, ଆପଣଙ୍କ ସମ୍ମୁଖରେ ଯମରାଜ ସେଇ ବ୍ୟକ୍ତିବିଶେଷକୁ ଫଲମାଳର ସମ୍ମାନ ଦେବେ। କିନ୍ତୁ ଆପଣ ଯେଉଁ ପାରଙ୍ଗମ ବିଦ୍ୟା କରିଛନ୍ତି ସେଗୁଡ଼ିକ ଯେଉଁ କଳା ବାଣିଜ୍ୟ ବିଦ୍ୟା, କିନ୍ତୁ ଧର୍ମ ବିଦ୍ୟା ନୁହେଁ। ସର୍ବଶ୍ରେଷ୍ଠ ବିଦ୍ୟା ହେଉଛି ଧର୍ମ ବିଦ୍ୟା। ତେଣୁ ହେ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କ ପାଦ ତଳେ ଧର୍ମ ବିଦ୍ୟା ନିହାତି ଦରକାର। ତେଣୁ କଳା ବାଣିଜ୍ୟ ବିଦ୍ୟା ସହିତ ଧର୍ମ ବିଦ୍ୟା ଦରକାର। ନମସ୍କାର। ଯଦି ଭଲ ଲାଗିଲା ନିଶ୍ଚୟ ସମସ୍ତଙ୍କୁ ସେୟାର କରିବେ। ନମସ୍କାର। ଜୟ ଜଗନ୍ନାଥ।